ପିଲାମାନେ ଆଜିର ଏହି ତୃତୀୟ ଶ୍ରେଣୀର ଭିଡ଼ିଓ କ୍ଲାସ୍କୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ଅନେକ ଫୁଲର ମାଳଟିଏ ପାଠଟି ପଢ଼ିବା। ଆମେ ଯେତିକି ପର୍ଯ୍ୟନ୍ତ ପଢ଼ିଥିଲେ ତା ପରଠାରୁ ଆଜି ଆମେ ପଢ଼ିବା। ତାହେଲେ ଦେଖ ପିଲାମାନେ, ତୁମେ ବହିକୁ କାଢ଼ି ଭଲ ଭାବରେ ବହିକୁ ଦେଖ। ମୁଁ ଯେପରି ପଢ଼ୁଛି ତୁମେ ସେପରି ଭଲ ଭାବରେ ବୁଝିବ ଓ ମଧ୍ୟ ପଢ଼ିବ। ରମେଶ ପଚାରିଲା, ବାପା ଆମ ଗାଡ଼ି ଏବେ କେଉଁ ରାଜ୍ୟ ଦେଇ ଯାଉଛି? କିଏ ପଚାରିଲା? ରମେଶ ପଚାରିଲା ବାପାଙ୍କୁ, ବାପା ଆମ ଗାଡ଼ି ଏବେ କେଉଁ ରାଜ୍ୟ ଦେଇ ଯାଉଛି? ବାପା କହିଲେ, ଆମେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟ ଭିତର ଦେଇ ଯାଉଛୁ। ବାପା କ'ଣ କହିଲେ? ଆମେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟ ଭିତର ଦେଇ ଯାଉଛୁ ବୋଲି ବାପା ରମେଶକୁ କହିଲେ। ଉପରବେଳା ଗାଡ଼ି ଯାଇ ବିଲାସପୁର ଷ୍ଟେସନରେ ଅଟକିଲା। କ'ଣ ହେଲା? ଉପରବେଳା ଗାଡ଼ି ଯାଇ ବିଲାସପୁର ଷ୍ଟେସନରେ ଅଟକିଲା। ସେଠାରେ କିଛି ନୂଆ ଲୋକ ଗାଡ଼ିରେ ଚଢ଼ିଲେ। ବାପା କହିଲେ, ଜାଣିଲୁ ରମୁ, ଆମେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଭିତର ଦେଇ ଯାଉଛୁ। ବାପା କ'ଣ କହିଲେ? ଜାଣିଲୁ ରମୁ, ଆମେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଭିତର ଦେଇ ଯାଉଛୁ। ଏ ଅଞ୍ଚଳର ଲୋକମାନଙ୍କର ଭାଷା ମଧ୍ୟ ହିନ୍ଦୀ। କ'ଣ କହିଲେ? ଏ ଅଞ୍ଚଳର ଲୋକମାନଙ୍କର ଭାଷା ମଧ୍ୟ ହିନ୍ଦୀ। ଭାତ ସହିତ ରୁଟି ଖାଇବା ଏମାନଙ୍କର ଅଭ୍ୟାସ। କ'ଣ କହିଲେ ବାପା? ଭାତ ସହିତ ରୁଟି ଖାଇବା ଏମାନଙ୍କର ଅଭ୍ୟାସ ବୋଲି ବାପା ରମୁକୁ କହିଲେ। ତହିଁଆର ଦିନ ପାହାଡ଼ିଆ ଅଞ୍ଚଳ ଦେଇ ଗାଡ଼ି ଚାଲିଥାଏ। ଏତିକି ବେଳେ ମିଲି ପଚାରିଲା, ବାପା ବର୍ତ୍ତମାନ ଆମେ କେଉଁଠି? ବୋଲି ମିଲି ପଚାରିଲା। କ'ଣ? ତହିଁଆର ଦିନ ପାହାଡ଼ିଆ ଅଞ୍ଚଳ ଦେଇ ଗାଡ଼ି ଚାଲିଥାଏ। ପାହାଡ଼ିଆ ପଥୁରିଆ ଅଞ୍ଚଳ ଦେଇ ଗାଡ଼ି ଚାଲିଥାଏ। ଏତିକି ବେଳେ ମିଲି ପଚାରିଲା, ବାପା ବର୍ତ୍ତମାନ ଆମେ କେଉଁଠି? ବାପା କହିଲେ, ଏଇ ତ ଆଗକୁ ଧଉଳପୁର ଷ୍ଟେସନ ଆସୁଛି। ବାପା କ'ଣ କହିଲେ? ଏଇ ତ ଆଗକୁ ଧଉଳପୁର ଷ୍ଟେସନ ଆସୁଛି ବୋଲି ବାପା କହିଲେ। ଆମେ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ସୀମା ଭିତରେ। ବାପା କ'ଣ କହିଲେ? ଆମେ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ସୀମା ଭିତରେ। ଏହା ପୂର୍ବରୁ ଆମେ ମଧ୍ୟପ୍ରଦେଶ ଭିତର ଦେଇ ଆସିଲେ। କ'ଣ? ଏହା ପୂର୍ବରୁ ଆମେ ମଧ୍ୟପ୍ରଦେଶ ଭିତର ଦେଇ ଆସିଲେ। ତୁମେମାନେ ଶୋଇପଡ଼ିଥିଲ। କ'ଣ କହିଲେ? କ'ଣ କହିଲେ? ତୁମେମାନେ ଶୋଇପଡ଼ିଥିଲ ବୋଲି ବାପା କହିଲେ। ରମେଶ କହିଲା, ହଁ ବାପା, ରାଜସ୍ଥାନ କଥା ତ ଆମ ପଢ଼ା ବହିରେ ଅଛି। ରମେଶ କ'ଣ କହିଲା? ହଁ ବାପା, ରାଜସ୍ଥାନ କଥା ତ ଆମ ପଢ଼ା ବହିରେ ଅଛି। ବାପା କହିଲେ, ରାଜସ୍ଥାନ ଆମ ଭାରତର ଏକ ବୀରଭୂମି। ବାପା କ'ଣ କହିଲେ? ରାଜସ୍ଥାନ ହେଉଛି ଆମ ଭାରତର ଏକ ବୀରଭୂମି। ଏଠିକାର ରାଜପୁତମାନଙ୍କ ବୀରତ୍ୱ ହେଉଛି ଆମ ଭାରତର ଗୌରବ। ଏଠିକାର ରାଜପୁତମାନଙ୍କର ବୀରତ୍ୱ ହେଉଛି ଆମ ଭାରତର ଗୌରବ ବୋଲି ବାପା କହିଲେ। ଏଠାରେ ତ ବହୁତ କମ୍ ବର୍ଷା ହୁଏ, ତଥାପି ଏମାନେ ପରିଶ୍ରମ କରି ଗହମ, ବାଜରା ଆଦି ଶସ୍ୟ ଫଳାନ୍ତି। ପୁରୁଷମାନଙ୍କ ମୁଣ୍ଡରେ ପଗଡ଼ି ସୁନ୍ଦର ମାନିଥାଏ ବୋଲି ବାପା କହିଲେ। କ'ଣ? ଏଠାରେ ବହୁତ କମ୍ ବର୍ଷା ହେଲେ ମଧ୍ୟ ଫସଲ ଅମଳ ହୋଇଥାଏ। ଏଠାକାର ଝିଅମାନଙ୍କର ନୂଆ ପ୍ରକାରର ପୋଷାକ ଦେଖି ମିଲି ବହୁତ ଖୁସି ହୋଇଗଲା। କ'ଣ? ଏଠାକାର ଝିଅମାନଙ୍କର ଭିନ୍ନ ଭିନ୍ନ ପ୍ରକାର ନୂଆ ପୋଷାକ ଦେଖି ମିଲି ଖୁସି ହୋଇଗଲା। କିଛି ସମୟ ପରେ ଦୂରରୁ ତାଜମହଲ ଦେଖାଗଲା। କ'ଣ ହେଲା? କିଛି ସମୟ ପରେ ଦୂରରୁ ତାଜମହଲ ଦେଖାଗଲା। ରମେଶ ଆନନ୍ଦରେ ଅଧୀର ହୋଇ ପଡ଼ୁଥାଏ। କ'ଣ? ତାଜମହଲ ଦେଖି ରମେଶ ଆନନ୍ଦରେ ଅଧୀର ହୋଇ ପଡ଼ୁଥାଏ। ବାପା କହିଲେ, ଏଇ ଦେଖ ଦୂରରୁ ତାଜମହଲ ଦେଖାଯାଉଛି। କ'ଣ କହିଲେ? ଏଇ ଦେଖ ଦୂରରୁ ତାଜମହଲ ଦେଖାଯାଉଛି। ତାଜମହଲ ଆଗ୍ରା ସହରରେ ଅବସ୍ଥିତ। ତାଜମହଲ କେଉଁଠାରେ ଅବସ୍ଥିତ? ଆଗ୍ରା ସହରରେ ଅବସ୍ଥିତ। ଆମେ ବର୍ତ୍ତମାନ ଉତ୍ତରପ୍ରଦେଶ ଦେଇ ଯାଉଛୁ। ଆମେ ବର୍ତ୍ତମାନ କେଉଁଟା ଦେଇ ଯାଉଛୁ? ଆମେ ବର୍ତ୍ତମାନ ଉତ୍ତରପ୍ରଦେଶ ଦେଇ ଯାଉଛୁ। ଏଠାକାର ଲୋକମାନେ ମଧ୍ୟ ହିନ୍ଦୀ କହନ୍ତି। ବାପା କ'ଣ କହିଲେ? ଏଠାକାର ଲୋକମାନେ ମଧ୍ୟ ହିନ୍ଦୀ କହନ୍ତି। ରୁଟି ଏମାନଙ୍କର ପ୍ରଧାନ ଖାଦ୍ୟ। କ'ଣ? ରୁଟି ଏମାନଙ୍କର ପ୍ରଧାନ ଖାଦ୍ୟ ବୋଲି ବାପା କହିଲେ। ମିଲି କହିଲା, ବାପା ଅନେକ ରାଜ୍ୟର ଲୋକେ ତ ହିନ୍ଦୀ କହୁଛନ୍ତି। କ'ଣ କହିଲା? ଅନେକ ରାଜ୍ୟର ଲୋକେ ତ ହିନ୍ଦୀ କହୁଛନ୍ତି ବୋଲି ମିଲି କହିଲା। ବାପା କହିଲେ, ହଁ, ଆମ ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ବାପା କ'ଣ କହିଲେ? ହଁ, ଆମ ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ସେଥିପାଇଁ ପରା ହିନ୍ଦୀ ଆମର ରାଷ୍ଟ୍ରଭାଷା। କ'ଣ? ହିନ୍ଦୀ ଆମର କେଉଁ ଭାଷା? ହିନ୍ଦୀ ଆମର ରାଷ୍ଟ୍ରଭାଷା। ମା କହିଲେ, ବୁଝିଲ ପିଲାଏ,
ତୁମେ ତ ଏପର୍ଯ୍ୟନ୍ତ ଓଡ଼ିଶାକୁ ମିଶାଇ 7ଟି ରାଜ୍ୟ ଦେଇ ଆସିଲ। ମା' କ'ଣ କହିଲେ? ଓଡ଼ିଶାକୁ ମିଶାଇ ତୁମେ ଏପର୍ଯ୍ୟନ୍ତ 7ଟି ରାଜ୍ୟ ଦେଇ ଆସିଲ। କେତେ ନୂଆ ଜାଗା, ନୂଆ ଲୋକ ଦେଖିଲ ଏବଂ ନୂଆ ଭାଷା ମଧ୍ୟ ଶୁଣିଲ। କ'ଣ କଲେ? ନୂଆ ଜାଗା ଦେଖିଲେ, ନୂଆ ଲୋକ ଦେଖିଲେ, ନୂଆ ପ୍ରକାର ପୋଷାକ ମଧ୍ୟ ଦେଖିଲେ, ନୂଆ ଭାଷା ମଧ୍ୟ ଶୁଣିଲେ। କେବଳ ଏତିକି ଭାଷା ନୁହେଁ, ଭାରତରେ ଆହୁରି ଅନେକ ଭାଷା ଅଛି ବୋଲି କହିଲେ। କ'ଣ କହିଲେ? ଭାରତରେ ଆହୁରି ଅନେକ ଭାଷାଭାଷୀର ଲୋକ ଅଛନ୍ତି ବୋଲି ମା' କହିଲେ। ରମେଶ କହିଲା, ଭାରତରେ ଆଉ କି ଭାଷା ଅଛି? ଆମେ ତ କେବଳ ବଙ୍ଗଳା ଓ ହିନ୍ଦୀ ଭାଷାର ଲୋକଙ୍କୁ ଭେଟିଲୁ ବୋଲି ରମେଶ ପଚାରିଲା। ମା' କହିଲେ, ଉତ୍ତର ଭାରତରେ ହିନ୍ଦୀ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ। କ'ଣ କହିଲେ? ଉତ୍ତର ଭାରତରେ ହିନ୍ଦୀ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ମା' କହିଲେ। ପଞ୍ଜାବର ଲୋକେ ପଞ୍ଜାବୀ ଭାଷାରେ ଏବଂ ଆସାମର ଲୋକେ ଅସମିଆ ଭାଷାରେ କଥା କହନ୍ତି। ସେହିଭଳି ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶର ଲୋକେ ତେଲୁଗୁରେ, ତାମିଲନାଡୁର ଲୋକେ ତାମିଲରେ, କର୍ଣ୍ଣାଟକର ଲୋକେ କନ୍ନଡ଼ରେ, କେରଳର ଲୋକେ ମାଲାୟାଲମରେ କଥାବାର୍ତ୍ତା କରୁଥିବା ବେଳେ ଗୁଜରାଟର ଲୋକେ ଗୁଜୁରାଟୀ ଏବଂ ମହାରାଷ୍ଟ୍ରର ଲୋକେ ମରାଠୀ ଭାଷାରେ କଥାବାର୍ତ୍ତା କରନ୍ତି। ଏହା ବାହାରେ ଭାରତରେ ଆହୁରି ଅନେକ ଭାଷାରେ ପ୍ରଚଳିତ ହୋଇଛି। କ'ଣ? ପଞ୍ଜାବର ଲୋକେ କେଉଁ ଭାଷାରେ କଥା ହୁଅନ୍ତି? ପଞ୍ଜାବର ଲୋକେ ପଞ୍ଜାବୀ ଭାଷାରେ, ଆସାମର ଲୋକେ ଅସମିଆ ଭାଷାରେ, ସେହିଭଳି ଦକ୍ଷିଣ ଭାରତ ଆନ୍ଧ୍ରପ୍ରଦେଶର ଲୋକେ ତେଲୁଗୁରେ, ତାମିଲନାଡୁର ଲୋକେ ତାମିଲରେ, କର୍ଣ୍ଣାଟକର ଲୋକେ କନ୍ନଡ଼ରେ, କେରଳର ଲୋକେ ମାଲାୟାଲମରେ, ଗୁଜରାଟର ଲୋକେ ଗୁଜୁରାଟୀ ଏବଂ ମହାରାଷ୍ଟ୍ରର ଲୋକେ ମରାଠୀ ଭାଷାରେ କଥାବାର୍ତ୍ତା ହୁଅନ୍ତି। ରମେଶ ସବୁ ଶୁଣିସାରି କହିଲା, ବାଃ, ଆମ ଦେଶ ତ ଏକ ବିଚିତ୍ର ଦେଶ। ରମେଶ ସବୁ ଶୁଣିସାରି କ'ଣ କହିଲା? ବାଃ, ଆମ ଦେଶ ତ ଏକ ବିଚିତ୍ର ଦେଶ। ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା, ପୋଷାକପତ୍ର ମଧ୍ୟ ଭିନ୍ନ ଭିନ୍ନ। କିଏ ଭାତ ଖାଉଛି ତ କିଏ ରୁଟି ଖାଉଛି, କିଏ ମୁଣ୍ଡରେ ଟୋପି ପିନ୍ଧୁଛି ତ କିଏ ପଗଡ଼ି ବାନ୍ଧୁଛି। ବାପା କହିଲେ, ଆମ ଭିତରେ ଭିନ୍ନତା ଅଛି ସତ, ମାତ୍ର ଆମ ସମସ୍ତଙ୍କ ମନ ଏକ, ଭାବନା ଏକ। କ'ଣ? ଆମ ସମସ୍ତଙ୍କର କ'ଣ? ଆମେ ସମସ୍ତେ ବିଭିନ୍ନ ଭିନ୍ନ ଖାଦ୍ୟ ଖାଇଲେ ମଧ୍ୟ, ଭିନ୍ନ ଭିନ୍ନ ଜାଗାରେ ରହିଲେ ମଧ୍ୟ, ଭିନ୍ନ ଭିନ୍ନ ପ୍ରକାର ଭାଷା କହିଲେ ମଧ୍ୟ କ'ଣ? ଆମ ସମସ୍ତଙ୍କର ମନ ଏକ, ଭାବନା ଏକ। ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ। ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ। ସେଥିପାଇଁ ପରା ବହୁଦିନ ତଳେ ଜଣେ କବି ହିନ୍ଦୀ ଭାଷାରେ ଗୋଟିଏ କବିତା ଲେଖିଥିଲେ, ଯାହାର ପ୍ରଥମ ଧାଡ଼ି ହେଉଛି କ'ଣ? ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାଁ ହମାରା। ଏହାର ଅର୍ଥ ହେଉଛି, ସାରା ଜଗତରେ ଆମ ଭାରତ ହେଉଛି ସବୁଠାରୁ ଭଲ। କ'ଣ? ସାରା ଜଗତରେ ଆମ ଭାରତ ହେଉଛି ସବୁଠାରୁ ଭଲ। ବୁଝିପାରିଲ ପିଲାମାନେ? ଧନ୍ୟବାଦ।